ଭଗବାନଙ୍କର ସଗୁଣ ପ୍ରକାଶ ହୁଏ ଗୁଣର ପ୍ରଭାବରେ। ପୁରୁଷ ବେଶରେ ସେ ହୁଅନ୍ତି ବିଷ୍ଣୁ ଶିବ ବ୍ରହ୍ମା। ଭଗବତୀଙ୍କର ସଗୁଣ ପ୍ରକାଶ ହୁଏ ଗୁଣର ପ୍ରଭାବରେ। ନାରୀ ସ୍ତ୍ରୀ ବେଶରେ ସେଇ ବିଷ୍ଣୁ କ'ଣ ହୁଅନ୍ତି ନା ମହାଲକ୍ଷ୍ମୀ, ମହାକାଳୀ ଏବଂ ମହାସରସ୍ୱତୀ। ଆପଣ ଦେଖୁଛନ୍ତି ମହାସ୍ୱରୂପିଣୀ ମହାମାୟା, ଯୋଗମାୟା, ମହାବିଦ୍ୟା ସିଏ ଆଜି ଗତି କରୁଛନ୍ତି ରଥରେ। ଏ ଦୃଶ୍ୟକୁ ଆମେମାନେ ଦର୍ଶନ କରୁଛେ ଏବଂ ଭଗବାନ ସେଇ ରେବତୀ ରମଣ ପ୍ରଭୁ ବଳଭଦ୍ର ସ୍ୱାମୀ, ସେଇ ବଳରାମ ସ୍ୱାମୀ ଆଜି ଆମକୁ ପୁଣି ଦର୍ଶନ ଦେଲେଣି ଏବଂ ତାଙ୍କ ଦର୍ଶନରେ ଆମେ କୃତ୍ୟକୃତ୍ୟ ଏଇଥିପାଇଁ ହେଉଛୁ କାରଣ ଜୀବନକୁ ଯଦି ଧବଳମୟ କରିବା ପାଇଁ ଆମେ ଚାହୁଁ, ଜୀବନକୁ ଧବଳିମାରେ ପୂର୍ଣ୍ଣ କରିବାକୁ ଚାହୁଁ, ଜୀବନକୁ ଯଦି ଶୁଭ୍ର ସ୍ୱଚ୍ଛ ସୁନ୍ଦର କରିବାକୁ ଚାହୁଁ, ତାହେଲେ ଆମକୁ ତାଙ୍କର ଦର୍ଶନ ନିହାତି ପ୍ରୟୋଜନ ଜୀବନରେ। କାହିଁକି ନା ସିଏ ହେଉଛନ୍ତି ସେଇ ଶୁଭ୍ର ଧବଳ ମୂର୍ତ୍ତି। ଆମ ଚେତନାକୁ ଯିଏ ଶୁଭ୍ର ସୁନ୍ଦର ଏବଂ ସତ୍ୟଶିବ ସୁନ୍ଦର ଭାବରେ ଯିଏ ଆଚ୍ଛନ୍ନିତ କରିକି ରଖିଦେଇ ପାରନ୍ତି। ଆପଣ ଚାହୁଁ ଚାହୁଁ ଦେଖନ୍ତୁ ସେଇ ଭଗବାନଙ୍କୁ ଦର୍ଶନ କରନ୍ତୁ। ଶରଦ ପର୍ବ ସର୍ବରିପତି ଗର୍ବ ଗଞ୍ଜାଇ ଶ୍ରୀମୁଖ ଜ୍ୟୋତି ବଳଭଦ୍ର ଏ ରେବତୀ ପ୍ରାଣ ମଣିର ମଣି ଗୋ କୁନ୍ଦ କୁମୁଦ ଚନ୍ଦ୍ରମା କର କମ୍ବୁ ଗୋକ୍ଷୀର ହାର ତୁଷାର ହିନ୍ଦୀର ଛାର ଶ୍ରୀଅଙ୍ଗ ପୁଣି ଗୋ। ଆପଣ ଦେଖିବେ ଇଏ ଏମିତି ଶୁଭ୍ର ତନୁ, ଏମିତି ଧବଳ ତନୁ। ତେଣୁ ଆମର ଯେଉଁ ଚେତନା, ସେ ଚେତନାକୁ ଶୁଭ୍ରତା ଦେବା, ସେ ଚେତନାକୁ ମାନେ ପବିତ୍ରିତ କରିବାର ଏକ ଅପୂର୍ବ ମନ୍ତ୍ର ଯେମିତି ଏହି ରଥରୁ ନିର୍ଘୋଷିତ ହେଉଛି, ଉଦ୍ଘୋଷିତ ହେଉଛି, ଏଥିରେ ସନ୍ଦେହ ନାହିଁ। ବର୍ତ୍ତମାନ ପ୍ରୀତି ବଡ଼ଦାଣ୍ଡରେ, ମୈତ୍ରୀ ବଡ଼ଦାଣ୍ଡରେ ଆମେ ଦେଖିପାରୁଛୁ ଭଗବାନଙ୍କର ସେ ଯେଉଁ ରଥ, ସେ ରଥରେ ଯେଉଁମାନେ ସବୁ ଅଛନ୍ତି, ପାର୍ଶ୍ୱ ଦେବତାମାନେ ଅଛନ୍ତି, ସେମାନେ ମଧ୍ୟ ଆମକୁ ସେମାନଙ୍କର ବାର୍ତ୍ତା ଦେବାରେ ଲାଗିଛନ୍ତି ଏବଂ ଅନେକ ଭାବନ୍ତି ଯେ ଏ ଯେଉଁ ପାର୍ଶ୍ୱ ଦେବାଦେବୀମାନେ ସବୁ ଅଛନ୍ତି, ଏ ପାର୍ଶ୍ୱ ଦେବାଦେବୀମାନେ ଏମାନେ କାହିଁକି ଏଭଳି ଭାବରେ ଅବସ୍ଥାନ କଲେ? ଅସଲ କଥାଟି ହେଉଛି ଯେଉଁ ପାର୍ଶ୍ୱ ଦେବାଦେବୀମାନେ ଏଠି ଅଛନ୍ତି ସେମାନଙ୍କର ଇଏ ରଥରେ କ'ଣ କାର୍ଯ୍ୟ ଅଛି? କାହିଁକି ନା ଭଗବାନ ସହାବସ୍ଥାନରେ ବିଶ୍ୱାସ କରନ୍ତି। ଆମେମାନେ ମଧ୍ୟ ପ୍ରୀତିପୂର୍ଣ୍ଣ ସହାବସ୍ଥାନରେ ବିଶ୍ୱାସ କରିବା ଉଚିତ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ। ଓହୋ, ବର୍ତ୍ତମାନ ପୁଣି ରଥ ଚାଳନାର ସେ ଅପୂର୍ବ ଦୃଶ୍ୟ ଏବଂ ଆପଣ ଦେଖନ୍ତୁ ଡାହୁକ ବର୍ତ୍ତମାନ ତାଙ୍କର ବେତକୁ ହଲଉଛନ୍ତି ଏବଂ ତାଙ୍କର ବୋଲି ଶୁଣାଉଛନ୍ତି ଏବଂ ବରକନ୍ଦାଜ ତାଙ୍କର ପତାକା ହଲେଇ ରଥ ଆଗକୁ ଯିବାର ସୂଚନା ମଧ୍ୟ ଦେଉଛନ୍ତି ଏବଂ ଏହି ସୁନ୍ଦର ଦୃଶ୍ୟରେ ଆପଣ ଦେଖିବେ ଭକ୍ତିମୟ ହୋଇଯାଇଛି ଇଏ ମୈତ୍ରୀ ବଡ଼ଦାଣ୍ଡ ଏବଂ ଭକ୍ତିର ଏକ ଅପୂର୍ବ ଦୃଶ୍ୟ ଆପଣମାନେ ଦେଖୁଛନ୍ତି। ସତେ ଯେମିତି ଗୋଟାଏ ବିରାଟ ସ୍ରୋତ ଭିତରେ ସମସ୍ତେ ଭାସି ଭାସି ଚାଲିଛନ୍ତି ଏମିତି ମନେ ହେଉଛି। ଏଇ ଯେଉଁ ପାର୍ଶ୍ୱ ଦେବଦେବୀମାନଙ୍କର କଥା ଆମେ କଥା ହେଉଥିଲେ, ଆପଣ ଦେଖିବେ ଯେ ଅନେକ କହନ୍ତି ଯେ ପାର୍ଶ୍ୱ ଦେବଦେବୀମାନଙ୍କୁ ସ୍ଥାପନ କଲାବେଳେ କ'ଣ ଚିନ୍ତାଧାରା ୟା ପଛରେ ଥିଲା ଯେ ଏମାନେ ରଥରେ କାହିଁକି ଯିବେ? ନା, ଇଏ ହେଉଛି ଶାନ୍ତିପୂର୍ଣ୍ଣ ସହାବସ୍ଥାନର କଥା। ଏମାନେ ଯଦି ନ ଯିବେ ମହାପ୍ରଭୁଙ୍କୁ ଏକୁଟିଆ ଲୀଳା କରିବା ପାଇଁ ଭଲ ଲାଗିବ କି? ଆପଣ ଥରେ ଚିନ୍ତା କରି ଦେଖନ୍ତୁ।